କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ନବରାତ୍ରି ବିଷୟରେ। ନବରାତ୍ରି ହେଉଛି ଏକ ପ୍ରମୁଖ ହିନ୍ଦୁ ପର୍ବ ଯାହା 9 ରାତି ଓ 10 ଦିନ ଧରି ପାଳନ କରାଯାଏ। ସଂସ୍କୃତ ଶବ୍ଦ ନବରାତ୍ରିର ଅର୍ଥ 9 ରାତି। ଏହି 9 ଦିନ ମଧ୍ୟରେ ଦେବୀଙ୍କର ବିଭିନ୍ନ ରୂପକୁ ପୂଜା କରାଯାଏ। ପ୍ରତ୍ୟେକଟି ସାହସ, ଜ୍ଞାନ, ସମୃଦ୍ଧତା ଏବଂ ପ୍ରେମ ପରି ଭିନ୍ନ ଗୁଣର ପ୍ରତୀକ ଅଟେ। ଏହି ପର୍ବଟି ମହିଷାସୁର ଉପରେ ଦେବୀ ଦୁର୍ଗାଙ୍କ ବିଜୟକୁ ସ୍ମରଣ କରାଯାଇଥାଏ, ଯାହା ମନ୍ଦ ଉପରେ ଭଲର ବିଜୟକୁ ସୂଚିତ କରେ। ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କର ନବରୂପ ମଧ୍ୟରୁ ଏକ ରୂପକୁ ପୂଜା କରାଯାଇଥାଏ, ଯାହାକୁ ନବଦୁର୍ଗା ମଧ୍ୟ କୁହାଯାଏ। ଏହି ପର୍ବ ଏକ ଆଧ୍ୟାତ୍ମିକ ଯାତ୍ରା, ମନ୍ଦ ଉପରେ ଭଲର ବିଜୟର ପ୍ରତିନିଧିତ୍ୱ କରେ ଏବଂ ଉପବାସ, ରୀତିନୀତି, ପ୍ରାର୍ଥନା ଏବଂ ସାଂସ୍କୃତିକ ପ୍ରଦର୍ଶନ ସହିତ ଜଡ଼ିତ। ପ୍ରଥମ ଦିନ ପ୍ରତିପଦା ଶୈଳପୁତ୍ରୀ। ଦେବୀ ଶୈଳପୁତ୍ରୀ ଶକ୍ତି ଏବଂ ଭକ୍ତିର ପ୍ରତୀକ ଭାବରେ ଦୁର୍ଗାଙ୍କର ପ୍ରଥମ ରୂପ। ସେ ପର୍ବତ ପୁତ୍ରୀ, ଶିଳା ଅର୍ଥାତ୍ ପର୍ବତ। ଦ୍ୱିତୀୟ ଦିନ ଦ୍ୱିତୀୟା ବ୍ରହ୍ମଚାରିଣୀ। ଦେବୀ ବ୍ରହ୍ମଚାରିଣୀ ତପସ୍ୟା ଏବଂ ଆଧ୍ୟାତ୍ମିକ ଜ୍ଞାନକୁ ପ୍ରତିପାଦିତ କରନ୍ତି। ତୃତୀୟ ଦିନ ତୃତୀୟା ଚନ୍ଦ୍ରଘଣ୍ଟା। ଦେବୀ ଚନ୍ଦ୍ରଘଣ୍ଟା ସାହସ ଏବଂ ସାହସିକତାର ପ୍ରତୀକ ଅଟନ୍ତି। ଚତୁର୍ଥ ଦିନ ଚତୁର୍ଥୀ କୁଷ୍ମାଣ୍ଡା। ଦେବୀ କୁଷ୍ମାଣ୍ଡା ସେହି ଦେବୀ ଯିଏ ତାଙ୍କ ଦିବ୍ୟ ହସ ଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ପଞ୍ଚମ ଦିନ ପଞ୍ଚମୀ ସ୍କନ୍ଦମାତା। ଦେବୀ ସ୍କନ୍ଦମାତା, ମାତା ସ୍କନ୍ଦ, କାର୍ତ୍ତିକେୟ, ସେ ମାତୃପ୍ରେମ ଏବଂ ଜ୍ଞାନର ପ୍ରତୀକ ଅଟନ୍ତି। ଷଷ୍ଠ ଦିନ ଷଷ୍ଠୀ କାତ୍ୟାୟନୀ। ଦେବୀ କାତ୍ୟାୟନୀ ଯୋଦ୍ଧା ଦେବୀ ଭାବରେ ଜଣାଶୁଣା। ସେ ମନ୍ଦ ଶକ୍ତିର ବିନାଶକାରୀ ଏବଂ ସାହସ ଏବଂ ପ୍ରେମର ପ୍ରତୀକ ରୂପେ ପୂଜ୍ୟା। ସପ୍ତମ ଦିନ ସପ୍ତମୀ କାଳରାତ୍ରି। ଦେବୀ କାଳରାତ୍ରି ଦୁର୍ଗାଙ୍କର ଭୟଙ୍କର ରୂପ। ସେ ଅଜ୍ଞାନତା ଏବଂ ଅନ୍ଧକାରକୁ ନଷ୍ଟ କରିବାର ପ୍ରତୀକ। ଅଷ୍ଟମ ଦିନ ଅଷ୍ଟମୀ ମହାଗୌରୀ। ଦେବୀ ମହାଗୌରୀ ପବିତ୍ରତା ଏବଂ ଶାନ୍ତିର ପ୍ରତୀକ। ନବମ ଦିନ ନବମୀ ସିଦ୍ଧିଦାତ୍ରୀ। ଦେବୀ ସିଦ୍ଧିଦାତ୍ରୀ ସେ ଅଲୌକିକ ଶକ୍ତିର ଦେବୀ ଏବଂ ସିଦ୍ଧ ପ୍ରଦାନକାରୀ। ନବରାତ୍ରି ସମଗ୍ର ଭାରତରେ ଉତ୍ସାହର ସହିତ ପାଳନ କରାଯାଏ, ଯଦିଓ ରୀତିନୀତି ଏବଂ ଅଭ୍ୟାସ ଆଞ୍ଚଳିକ ସ୍ତରରେ ଭିନ୍ନ ହୋଇଥାଏ। କେତେକ ମୁଖ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇଛି, ଯେପରିକି ଦୁର୍ଗା ପୂଜା ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଶେଷ ଭାବରେ ପ୍ରତିଷ୍ଠିତ, ଯେଉଁଠାରେ ଦେବୀ ଦୁର୍ଗାଙ୍କର ସୁନ୍ଦର ସଜ୍ଜିତ ମୂର୍ତ୍ତି ପୂଜା କରାଯାଏ। ଗୋଲୁ ତାମିଲନାଡୁ ଏବଂ କର୍ଣ୍ଣାଟକରେ ଲୋକମାନେ ଦେବତା, ଦେବୀ ଏବଂ ପୌରାଣିକ ବ୍ୟକ୍ତିତ୍ୱର ପ୍ରତିନିଧିତ୍ୱ କରୁଥିବା କଣ୍ଢେଇଗୁଡ଼ିକର ଜଟିଳ ବ୍ୟବସ୍ଥା ପ୍ରଦର୍ଶନ କରନ୍ତି। ଦାଣ୍ଡିଆ ରାସ୍ ଏବଂ ଗର୍ବା। ଗୁଜରାଟରେ ଏହି ପାରମ୍ପରିକ ନୃତ୍ୟଗୁଡ଼ିକ ପର୍ବ ସମୟରେ ପରିବେଷଣ କରାଯାଇ ବହୁ ସଂଖ୍ୟାରେ ରଙ୍ଗୀନ ପୋଷାକ ପରିଧାନ କରନ୍ତି। ଅନେକ ଭକ୍ତ 9 ଦିନ ମଧ୍ୟରେ ଉପବାସ ପାଳନ କରନ୍ତି ଏବଂ ନିର୍ଦ୍ଦିଷ୍ଟ ରୀତିନୀତି ପାଳନ କରନ୍ତି। ନବରାତ୍ରି ଦଶହରା, ଯାହାକୁ କୁହାଯାଏ ବିଜୟା ଦଶମୀ, ସହିତ ସମାପ୍ତ ହୋଇଥାଏ। ବିଜୟା ଦଶମୀ ଧର୍ମର ବିଜୟର ପ୍ରତୀକ, ପ୍ରଭୁ ରାମଙ୍କ ଦ୍ୱାରା ରାବଣର ପରାଜୟର ପ୍ରତୀକ। କେମିତି ଲାଗିଲା ଭିଡିଓଟି ମତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦବ, ଭିଡିଓକୁ ଆମ ସହିତ ସେୟାର କର। ଚ୍ୟାନେଲରେ ଯୋଉମାନେ ଭିଡିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।